अच्छा आज टॉपिक थिला हम पंचसुखा जुगर इंट्रोडक्शन क्लास। देखो आपण माने फर्स्ट टेस्ट जो थिला हमर लास्ट वीक ठीक से लिखि पार नथिले कारण आपण मानकु बहुत गुड़े दी तीन टॉपिक रो कॉन्टेक्स्ट ठीक से जाना नथिला जेमते हम चर्चा गीतिका कौन हमर पंचसुखा जुग एवं नाथ संप्रदायर संपर्क कौन बौद्ध धर्म संगे कौन संपर्क जगन्नाथ धर्म कौन आज मु सब क्लियर कर देबी दी तीनटा कॉन्टेक्स्ट आपण पाइ जियो भल से कॉन्फिडेंस आस जियो। देखंतु आमे पंचसखा जुग को साधारण वैष्णव जुग बोली कहिताउ किंतु ଏହି ସରଳୀକୃତ ବର୍ଗୀକରଣ ଅନ୍ତରାଳରେ ଲୁଚି ରହିଥିବା ଏକ ଜଟିଳ ଓ ଗଭୀର ସତ୍ୟକୁ ଉନ୍ମୋଚନ କରିବା ଆଜିର ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ। ସେମିତି ଡାଇରେକ୍ଟ ଆମେ ଯୋଉ କହିଦଉଛେ ପଞ୍ଚସଖା ଯୁଗ ବୈଷ୍ଣବ ଯୁଗ ଥିଲା ସେଟା ଭୁଲ। ସେଟା ଏତେ ସିମ୍ପଲ ନୁହଁ, ଟିକେ କମ୍ପ୍ଲେକ୍ସିଟି ଅଛି। ଦେଖ ମୁଁ ଆପଣଙ୍କୁ ବୁଝଉଛି। ଯେଉଁଠାରେ ପ୍ରଦତ୍ତ ଗଦ୍ୟାଂଶ ଆମକୁ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ, ଯେଉଁଠାରେ ପଞ୍ଚସଖା ମାନେ କେବଳ ବୈଷ୍ଣବ ନୁହନ୍ତି ବରଂ ସେମାନେ ଓଡ଼ିଶାର ସହସ୍ରାଦୀ ପୁରାତନ ବୌଦ୍ଧନାଥ ପରମ୍ପରାର ପ୍ରକୃତ ଉତ୍ତରାଧିକାରୀ। ଆମମାନେ ବୈଷ୍ଣବ ପାଟର୍ନକୁ ଯେତିକି ଫଲୋ କରୁ ତାଠୁ ଅଧିକ ଆମେ ଫଲୋ କରୁ ବୌଦ୍ଧନାଥ ପରମ୍ପରାର ଯୋଉ ଆମର ଫିଚର୍ସ ରହିଲା। ଆଗକୁ ଦେଖିବେ ବଢ଼ିଆ ସେ କ୍ଲିୟର ହେଇଯିବ। ସେମାନଙ୍କର ସାହିତ୍ୟ ଓ ସାଧନା ପ୍ରାଚୀନ ଧାରାର ଏକ ନୂତନ ଅଭିବ୍ୟକ୍ତି ମାତ୍ର। ଏହି ଆଲେଖ୍ୟରେ ଆମେ ପଞ୍ଚସଖାଙ୍କ ଦାର୍ଶନିକ ପରିଚୟ, ସେମାନଙ୍କ ସାମାଜିକ ସଂସ୍କାର ଓ ଶ୍ରୀ ଚୈତନ୍ୟଙ୍କ ସହିତ ସେମାନଙ୍କ ଜଟିଳ ସମ୍ପର୍କକୁ ନୂତନ ଆଲୋକର ସହିତ ବିଶ୍ଳେଷଣ କରିବା। ଠିକ ଅଛି, ଦେଖ ଦାର୍ଶନିକ ପୃଷ୍ଠଭୂମି। ଉତ୍କଳୀୟ ଚେତନାରେ ବୌଦ୍ଧ ଧର୍ମର ଅନ୍ତର୍ନିହିତ ଧାରା ଅଫକୋର୍ସ ରହିଛି ଆମର ସପ୍ତମ ନବମ ଶତାବ୍ଦୀର ବୌଦ୍ଧ କବିତା ବଳିଠାରୁ ଆରମ୍ଭ କରି ସିଦ୍ଧାଚାର୍ଯ୍ୟମାନେ ଯେଉଁ ଲେଖୁଥିଲେ ଆମର ଛୋଟ ଛୋଟ କବିତା ସବୁ ବୌଦ୍ଧ ଧର୍ମର, ଏବଂ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଦୁଇଟି ତତ୍ତ୍ୱ ବାରମ୍ବାର ପ୍ରତିଫଳିତ। ସେ ତତ୍ତ୍ୱ ଦୁଇଟା କ'ଣ? ସେ ତତ୍ତ୍ୱ ଦୁଇଟା କ'ଣ? ଗୋଟେ ହେଲା ମହାଯାନୀ ବୌଦ୍ଧ ତତ୍ତ୍ୱ, ଯୋଉଟା ଆମର ବିଶେଷ କରି ଶୂନ୍ୟବାଦର ଧାରଣା, ଆଉ ଗୋଟେ ହେଲା ନାଥ ସମ୍ପ୍ରଦାୟର ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ, ଯେ ଶରୀର ଭିତରେ ସମଗ୍ର ବ୍ରହ୍ମାଣ୍ଡକୁ ଅନୁଭବ କରିବାର ଯୋଗ ସାଧନା, ୟୋଗା। ଠିକ ଅଛି, ୟୋଗା। ଏଇ ଦୁଇଟି ଧାରା ହିଁ ଓଡ଼ିଶାର ମୌଳିକ ଆଧ୍ୟାତ୍ମିକ ଚେତନା। ପଞ୍ଚସଖା ମାନେ ଏହି ଚେତନାର ଉତ୍ପାଦନ ଏବଂ ଏହାର ସବୁଠୁ ଶକ୍ତିଶାଳୀ ପ୍ରବକ୍ତା ଥିଲେ। ନାରେସନ ପଞ୍ଚସଖା ମାନେ ଯେତିକି ଦେଇଛନ୍ତି ମହାଯାନୀ ବୌଦ୍ଧ ତତ୍ତ୍ୱ ଓ ନାଥ ସମ୍ପ୍ରଦାୟର ଆଉ କେହି ଦେଇନାହାନ୍ତି। ପଞ୍ଚସଖା ବୈଷ୍ଣବ ପରିଚୟରେ ବୁଦ୍ଧଙ୍କ ଆଦର୍ଶର ଗ୍ରାହକ। ବୈଷ୍ଣବ ପରିଚୟ ସହିତ ପଞ୍ଚସଖା ମାନେ ଲେଖୁଥିଲେ ବୈଷ୍ଣବ ଠାକୁରଙ୍କ ଉପରେ, ଆମର କୃଷ୍ଣଙ୍କ ଉପରେ ଲେଖା ହେଇଛି, ଜଗନ୍ନାଥ ଉପରେ ଲେଖା ହେଇଛି। ଯେ ଜଗନ୍ନାଥ ଧର୍ମ ଟିକେ ଆମେ ଅଲଗା ପାଟର୍ନରେ ପଢ଼ିବା, କିନ୍ତୁ ହଁ ବୈଷ୍ଣବ ଧର୍ମ ଉପରେ ଆମ ପଞ୍ଚସଖା ମାନେ ବହୁତ ଲେଖିଛନ୍ତି, କିନ୍ତୁ ବୁଦ୍ଧଙ୍କର ଆଦର୍ଶର ବାହନ ସହିତ। କେମିତି? ଦେଖ ଗଦ୍ୟାଂଶଙ୍କର ପଞ୍ଚସଖାକୁ ବୁଦ୍ଧଙ୍କର ପ୍ରତ୍ୟକ୍ଷ ଶିଷ୍ୟବର୍ଗ ସହିତ ତୁଳନା କରୁଛନ୍ତି। କାହିଁକି କରୁଛନ୍ତି? କାରଣ ଆମମାନେ ପଞ୍ଚସଖା ମାନେ ପ୍ରତିମା ପୂଜାର ବିରୋଧ କରୁଥିଲେ, ଶୂନ୍ୟ ତତ୍ତ୍ୱକୁ ସପୋର୍ଟ କରୁଥିଲେ। ପଞ୍ଚସଖା ମାନେ ପ୍ରତିମା ପରିବର୍ତ୍ତେ ଶୂନ୍ୟ ଓ ଅଲେଖକ ଧ୍ୟାନକୁ ପ୍ରାଧାନ୍ୟ ଦଉଥିଲେ। ଆମର ପ୍ରତିମା ଯୋଉଥିରେ ଥାଏ ସେଇଟାକୁ ଆମେ କହୁ ସଗୁଣବାଦ, ଆଉ ଯୋଉଥିରେ ପ୍ରତିମା ନଥାଏ ସେଗୁଡ଼ା ଆମେ କହୁ ନିର୍ଗୁଣବାଦ। ଠିକ ଅଛି। ଆଉ ଆମମାନଙ୍କର ଯୋଉ ଶୂନ୍ୟ ତତ୍ତ୍ୱ ତମେ ଯଦି ପଢ଼ିବ, ବୁଦ୍ଧ ଜଗନ୍ନାଥଙ୍କର ଆମର ଯୋଉ ପ୍ରାଣ କେନ୍ଦ୍ର ଯୋଉ ଜଗନ୍ନାଥଙ୍କ ଦାରୁ ବ୍ରହ୍ମ ସହିତ ଆମର କନେକ୍ସନ ଅଛି ବୁଦ୍ଧଙ୍କର ସେଇ ଶୂନ୍ୟ ତତ୍ତ୍ୱର। ଆମେ ଦାରୁ ବ୍ରହ୍ମ ମାନେ ଆମେ କ'ଣ କହୁ? ଏ ଜଗନ୍ନାଥଙ୍କ ନାଭି କେନ୍ଦ୍ରରେ ଦାରୁ ରହିଛନ୍ତି, ବ୍ରହ୍ମ ରହିଛନ୍ତି ସେ ଦାରୁ ଭିତରେ। ଜ୍ଞାନ ଓ ଯୋଗ ସାଧନାକୁ ଇକ୍ୱାଲି ଗୁରୁତ୍ୱ ଦବା। ଠିକ ଅଛି। କେବଳ ଭକ୍ତି ବା ଆତ୍ମସମର୍ପଣ ନୁହେଁ, ଏମିତି ନୁହେଁ ଯେ ଆମେ ଖାଲି ସରେଣ୍ଡର କରିଦେଲେ ହାତ ଟେକି ବସି ରହିଲେ ଯେ ଭଗବାନ ସବୁ କରିବେ, ସେମିତି ନୁହଁ। ଆମମାନେ ଆତ୍ମଶୁଦ୍ଧି ଉପରେ ବି ଧ୍ୟାନ ଦଉଥିଲୁ। ହଠ ଯୋଗ ରାଜଯୋଗର ଆମେ ସାଧନା ଉପରେ, ୟୋଗା ଉପରେ ଆମମାନେ ବେଷ୍ଟ ଥିଲୁ, ଯାହାକି ନାଥ ଓ ଶୀତ ପରମ୍ପରାର ପ୍ରତ୍ୟକ୍ଷ ଭାବ। ଏଇ ଯୋଉ ଗୋରଖନାଥ ପୀଠ ତମେ ଦେଖିଥିବ ଯୋଗ ସାଧନ ହୁଏ, ଅଲେଖ ବ୍ରହ୍ମା ମାନେ ସବୁ ବସନ୍ତି, ସେଇ ଜିନିଷ ଗୁଡାକ ଏବେ ବି ଗାଁ ଗାଁରେ ସେ ଅଛି, ସେ ସବୁ ଜିନିଷର ବିଶ୍ୱାସ। କର୍ମକାଣ୍ଡ ପୁରୋହିତବାଦ ପ୍ରତି ବିତୃଷ୍ଣା। ପଞ୍ଚସଖା ବା ଭକ୍ତି ମୁଭମେଣ୍ଟ ଟାଇମରେ ସେତେବେଳେ ବାହ୍ୟ ଆଚାର ବିଚାର, ବ୍ୟବସାୟୀ, ପୁରୋହିତ ସମ୍ପ୍ରଦାୟ ପ୍ରତି ସେମାନଙ୍କର ଘୃଣା, ମାନେ ଯୋଉ ଆମର କାଷ୍ଟିଜିମ୍ ଥିଲା ନା ସେତେବେଳେ, ଆଗରୁ ବହୁତ ରିଜିଡ୍। ତ ସେ ଯୋଉ ପୁରୋହିତବାଦ ବା କର୍ମକାଣ୍ଡକୁ ଭକ୍ତି ସେଣ୍ଟସ ମାନେ ଆଉ ପଞ୍ଚସଖା ମାନେ ଏତେ ସପୋର୍ଟ କରୁନଥିଲେ, ସେମାନେ ତାଙ୍କ ବିରୋଧ ଥିଲେ। ଏମାନେ ବୈଦିକ କର୍ମକାଣ୍ଡ ବିରୋଧ ଥିଲେ। ଯଜ୍ଞ ହେଇଗଲା, ଆମର ସାକ୍ରିଫାଇସେସ୍ ହେଇଗଲା, କି ଆମର ଯୋଉ ସାକ୍ରିଫାଇସେସ୍ ଆମେ କରୁଛୁ, ଯଜ୍ଞ କୁଣ୍ଡରେ ଆମେ ଦାନ କରୁ, ସେଇଗୁଡ଼ା ସବୁ ଆମ ପଞ୍ଚସଖା ମାନେ ମାନୁନଥିଲେ। ଜାତି ପ୍ରଥାର ବିରୋଧ କରୁଥିଲେ, ଅଫକୋର୍ସ। ସାମାଜିକ ସମତା, ଇକ୍ୱାଲିଟି। ସେମାନେ ହିନ୍ଦୁ ଜାତି ପ୍ରଥାର କଠୋରତାର, ଜାତି ପ୍ରଥା ଯୋଉ ରିଜିଡ୍ ହେଇଥିଲା
ଶୂଦ୍ରମାନଙ୍କର ମଧ୍ୟ ବେଦ ବେଦାନ୍ତ ପଢ଼ିବାର ଅଧିକାର ଅଛି ବୋଲି ଦାବି କରୁଥିଲେ, ଯାହା ବୌଦ୍ଧ ଧର୍ମର ସମତାବାଦୀ ଦୃଷ୍ଟିକୋଣର ପ୍ରତିଧ୍ୱନି। ଠିକ୍ ଅଛି। ଲୋକଭାଷାର ପ୍ରୟୋଗ, ଲୋକାଲ ଭାଷାର ପ୍ରୟୋଗ। ସଂସ୍କୃତିର ସୁପଣ୍ଡିତ ଆମର ନଥିଲେ ନା ଜେନେରାଲ ଜନତା ସବୁ, ସେମାନଙ୍କ ପାଇଁ ଓଡ଼ିଆ ସାଧାରଣ ଓଡ଼ିଆ ଭାଷାରେ ଗଭୀର ଦର୍ଶନକୁ ପ୍ରକାଶ କରିବା ଗୋଲ ଥିଲା। ତମେ ଭାଗବତ ପଢ଼ିଥିବ, ଭାଗବତ ଟୁଙ୍ଗିରେ ସେ ସବୁ ଯେଉଁ ଗଭୀର ଦର୍ଶନକୁ ଯେଉଁ ସହଜ ତର୍କ, ସେ ଯେଉଁ ଗଭୀର ତର୍କ ଗୁଡ଼ାକୁ ସହଜ ଉକ୍ତିରେ ପ୍ରକାଶ କରାଯାଏ, ସେଇ ଜିନିଷ ଗୁଡ଼ାକ ଲୋକ କଲ୍ୟାଣ ନିମନ୍ତେ ସର୍ବସାଧାରଣ ନିକଟରେ ପହଞ୍ଚାଇଲା। ଚୈତନ୍ୟ ପ୍ରସଙ୍ଗ ପଢ଼ିବା, ସମସ୍ତେ କୁହନ୍ତି ନା ଚୈତନ୍ୟଙ୍କର ପତାକାର ବହୁତ ରିଲେସନ୍ ଅଛି। ଆମେ ମଧ୍ୟ କେତେ ରିଲେସନ୍ ଅଛି। ସଂଘର୍ଷ କ'ଣ, ତାଙ୍କର ସୀମିତତା କ'ଣ, ଲିମିଟେସନ୍ କ'ଣ। ଦେଖ 1510 ଶତାବ୍ଦୀରେ ଚୈତନ୍ୟ ଯେତେବେଳେ ପୁରୀ ଆସିଲେ, ସେତେବେଳକୁ ପଞ୍ଚଶଖମାନେ ଅଲରେଡ଼ି ଏଷ୍ଟାବ୍ଲିଶ୍ ଥିଲେ। ସେମାନେ ଏକ ପୁଣ୍ୟମୟ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିସାରିଥିଲେ, ଯାହା ତାଙ୍କୁ ଆକୃଷ୍ଟ କରିଥିଲା ଚୈତନ୍ୟଙ୍କୁ। ତାପରେ ଚୈତନ୍ୟ ଆସିଥିଲେ। ଆଉ ବୌଦ୍ଧିକ ସାଂସ୍କୃତିକ ସଂଘର୍ଷ କ'ଣ ଥିଲା? ଦେଖନ୍ତୁ, ଚୈତନ୍ୟଙ୍କୁ ବୁଦ୍ଧିଜୀବୀ ଓ ବ୍ରାହ୍ମଣ ସମ୍ପ୍ରଦାୟ ଚୈତନ୍ୟ ଭାବପ୍ରବଣତା ଭକ୍ତିବାଦକୁ ତୀବ୍ର ବିରୋଧ କରୁଥିଲେ। ଏଇ ଜାଗାରେ ବ୍ରାହ୍ମଣମାନେ ବି ବିରୋଧ କରିଛନ୍ତି ଚୈତନ୍ୟ ଭାବପ୍ରବଣ ଭକ୍ତିବାଦକୁ। କୀର୍ତ୍ତନ, ନୃତ୍ୟ, ସେଇଟା ଆମମାନଙ୍କୁ ଏତେ ଭଲ ଲାଗୁନଥିଲା। ଆମମାନଙ୍କ ଟିକେ ଭଗବାନ ସାଙ୍ଗେ ଡାଇରେକ୍ଟ ଆତ୍ମାରୁ ଆତ୍ମା କନେକ୍ସନ୍, ସେଇ ଉପରେ ଆମେ ବିଲିଭ୍ କରୁଥିଲୁ ବେଶୀ। ଯୋଗ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ, ସାଧନା, ଆମେ ସାଧନା ମାନୁଥିଲୁ। ଆମେ ଭକ୍ତିରେ ମସଗୁଲ ଏଇ ଯେଉଁ କୀର୍ତ୍ତନ, ସେଇଟା ଆମର ନଥିଲା ଏତେ କଲଚର। ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରି ବିଦ୍ୱାନମାନଙ୍କ ମତରେ ଏହି ଭାବବିହଳତା ଯୋଗୁଁ ଓଡ଼ିଶାର ଶକ୍ତିଶାଳୀ ଜାତୀୟ ଚରିତ୍ରର ଅଧପତନର ସହାୟକ ହୋଇଥିଲା। ଆମର ନ୍ୟାସନାଲିଟି ଗୋଟେ ଅଲଗା ଥିଲା, ଆମ ନ୍ୟାସନାଲ ଆଇଡେଣ୍ଟିଟି ଓଡ଼ିଶାର ଅଲଗା ଥିଲା, ଏବେ ବି ଅଲଗା ଅଛି। ଆମମାନଙ୍କର ଗୋଟେ ୟୁନିକ୍ ଧର୍ମ ବିଶ୍ୱାସ ଆମମାନଙ୍କର। ଜଗନ୍ନାଥ ଧର୍ମ ବହୁତ ଡିପ୍ ଆଉ ବହୁତ ଗ୍ରେଟ୍। ପ୍ରଭାବର ସୀମା ଓଡ଼ିଆ ଜାତିର ପ୍ରତିଷ୍ଠା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଏହି ନିବିଡ଼ ସମ୍ପର୍କ ସତ୍ତ୍ୱେ ପଞ୍ଚମାନଙ୍କର ମୌଳିକ ରଚନାବଳୀରେ ଚୈତନ୍ୟଙ୍କ ଦର୍ଶନର କୌଣସି ଉଲ୍ଲେଖନୀୟ ପ୍ରଭାବ ନାହିଁ। ତମେ କହିପାରିବନି ଚୈତନ୍ୟଙ୍କର ଦର୍ଶନ ଶାସ୍ତ୍ରକୁ ହିଁ ପଞ୍ଚସଖାମାନେ ଲେଖୁଥିଲେ। ଭାଇ, ଏତେ ନାହିଁ, କିଛି ଉଲ୍ଲେଖନୀୟ ପ୍ରଭାବ ନାହିଁ। ଠିକ୍ ଅଛି। ତେଣୁକରି ଏହା ପ୍ରମାଣ କରେ ଯେ ଓଡ଼ିଆ ଜାତି ତ ବାହ୍ୟତଃ ଚୈତନ୍ୟବାଦକୁ ଗ୍ରହଣ କଲା ପରି ଦେଖାଯାଉଥିଲେ ମଧ୍ୟ ନିଜ ପ୍ରାଣ କେନ୍ଦ୍ରରେ ଏହି ଭାବପ୍ରବଣ ଜୀବନବାଦକୁ ପ୍ରତିରୋଧ କରିଥିଲା। ଚାଲ ଏଇଟା ଏକ୍ଜାମ୍ପଲ୍ ଦେଖିଦେବା। ବଳରାମ ଦାସ, ବୌଦ୍ଧିକ ବିଦ୍ରୋହ ଅନ୍ତର୍ଦ୍ୱନ୍ଦ୍ୱ। ବଳରାମ ଦାସଙ୍କ ଭିତରେ ଗୋଟେ କନଫ୍ଲିକ୍ଟ ହେଉଛି। ସେ ତାଙ୍କ ତାତ୍ତ୍ୱିକ ଗ୍ରନ୍ଥରେ ନିରାକାର ଉପାସନା ପ୍ରଚାର କରୁଛନ୍ତି, ନିର୍ଗୁଣ ଉପାସନା। ଅନ୍ୟପଟେ ଜଗନ୍ନାଥଙ୍କ ପ୍ରଭାବକୁ ଏଡ଼ାଇ ନପାରି ସେ ସଗୁଣ ଉପାସନା ବର୍ଣ୍ଣନା କରୁଛନ୍ତି। ଠିକ୍ ଅଛି, ଯେଉଁ ସଗୁଣ ଉପାସନା। ତାଙ୍କର ଭାବସମୁଦ୍ର ଗ୍ରନ୍ଥଟି ବ୍ୟକ୍ତିଗତ ଅପମାନ, କ୍ରୋଧ, ବିଦ୍ରୋହର ଏକ ଶକ୍ତିଶାଳୀ କାବ୍ୟିକ ଅଭିବ୍ୟକ୍ତି। ଅଚ୍ୟୁତାନନ୍ଦ ଦାସ ବହୁତ ଫେମସ୍ ଥିଲେ। ସେ ଗୋଟେ ସାମାଜିକ କବି, ସୋସିଆଲିଷ୍ଟ ଜଣେ। ଠିକ୍ ଅଛି। ଉଚ୍ଚ ବଂଶ ପରିତ୍ୟାଗ କରି ସମାଜର ନିମ୍ନ ବର୍ଗ ଲୋକମାନଙ୍କ ମଧ୍ୟରେ ବାସ କରୁଥିଲେ। ସେମାନଙ୍କର ଉନ୍ନତି ପାଇଁ ହରିବଂଶ, ଗୋପାଳ ଓଗାଳ ଭଳି ଗ୍ରନ୍ଥ ରଚନା କରିଥିଲେ। ଏଇଟା ବି ଲେଖିବ। କନକ୍ଲୁଜନ, ପଞ୍ଚସଖା ଯୁଗକୁ ବୈଷ୍ଣବ ଯୁଗ ଭାବେ ଦେଖିବା ଏକ ଐତିହାସିକ ଭୁଲ। ଏଇ ଲାଇନଟା ଲେଖିବ ବାବା, ବଢ଼ିଆ ଲାଗିବ। ଏଇଟା ଲେଖ, ଠିକ୍ ଅଛି। ପଞ୍ଚସଖାମାନେ ଥିଲେ ଓଡ଼ିଶାର ମୌଳିକ ଓ ପ୍ରାଚୀନ ବୌଦ୍ଧନାଥ ପରମ୍ପରା ସଶକ୍ତ ଉତ୍ତରାଧିକାରୀ, ଯେଉଁମାନେ ବୈଷ୍ଣବ ଧର୍ମର ବାହ୍ୟ ଆବରଣ ମଧ୍ୟରେ ନିଜର ସ୍ୱତନ୍ତ୍ର ଦର୍ଶନ, ସାମାଜିକ ସଂସ୍କାର, ଲୋକାଭିମୁଖୀ ଚେତନାକୁ ବଜାୟ ରଖିଥିଲେ। କୁଲ୍। ତେଣୁ ସେମାନଙ୍କ ଉପରେ ଚୈତନ୍ୟବାଦର ସୀମିତ ପ୍ରଭାବ ଥିଲା। ସେମାନଙ୍କର ବୌଦ୍ଧିକ ସ୍ୱାଧୀନତା ଓ ଓଡ଼ିଆ ଜାତୀୟତାର ଦୃଢ଼ତା ହିଁ ତାହା ପ୍ରମାଣିତ କରେ। ବସ୍ତୁତଃ ସେମାନେ ଏପରି ଏକ ଧର୍ମୀୟ ସହିତ ଛାଡ଼ି ଯାଇଛନ୍ତି, ଯାହା ଆଜି ମଧ୍ୟ ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ କେବଳ ପଠନୀୟ ନୁହେଁ, ବରଂ ଜୀବନର ପାଥେୟ ରହିଯାଇଛି। ମୁଁ ଆଶା କରୁଛି ବହୁତ ଗୁଡ଼ିଏ ଜିନିଷ ଆପଣଙ୍କର କ୍ଲିୟର ହେଇଯାଇଥିବ।